ଆଜି ଚାଲନ୍ତୁ ଜଗତସିଂହପୁର ଡିଷ୍ଟ୍ରିକ୍ଟର କୁଷ୍ଠାନପୁର ପଞ୍ଚାୟତର କେତେ କ'ଣ ଭଲ ଜିନିଷ ଅଛି ସବୁ ଦେଖିବା ଚାଲନ୍ତୁ। ଇଏ ଦେଖ ମନ୍ଦିର, ଏପଟ ଏରିଆର ସବୁଠୁ ବଡ଼ ମନ୍ଦିର ହିସାବରେ ବହୁତ ବଡ଼ ମନ୍ଦିର ହେଇଛି ଏବେ। ଏଇଟା ହେଉଛି ନଈ ପାଇକା ନଦୀ। ଏପଟେ ପାଇକା ନଦୀ ଅଛି କୁଷ୍ଠାନପୁର ପଞ୍ଚାୟତରେ, ସେପଟେ ଅଛି ମହାନଦୀ। ତା ମଝିରେ କୁଷ୍ଠାନପୁର ପଞ୍ଚାୟତ ଅଛି। ଅନେକ ସାରା ପଞ୍ଚାୟତ ଅଛି। ଆମେ ଦୀପ ବାଗିଆରେ ରହିଛୁ। ଯେମିତି ସମୁଦ୍ର ମଝିରେ ଦୀପ ଥାଏ, ସେମିତି ନଈ ଦୀପଟେ ଆମ ମଝିରେ ଦୀପରେ ରହିଛୁ ଆମେ। ଏଇଟା ଦେଖନ୍ତୁ ଶାନ୍ତି ବଜାର, ବ୍ରିଜରୁ ଟିକେ ଆଗକୁ ଗଲେ ଶାନ୍ତି ବଜାର ପଡ଼େ। ତାପରେ ଏଇଟା ହେଉଛି ଆମର କୁଷ୍ଠାନପୁର ହାଇସ୍କୁଲ। ଏଇଟା ଆମ କୁଷ୍ଠାନପୁର ସବୁଠୁ ବଡ଼ ସ୍କୁଲ, ହାଇସ୍କୁଲ। ଭିତରେ ଯାଇ ଦେଖନ୍ତୁ ଟିକେ। ଦେଖନ୍ତୁ ଏଇ ସ୍କୁଲରେ ପାଠ ପଢ଼ି କିଏ କଲେକ୍ଟର, କିଏ OAS ଅଫିସର, କିଏ ଡକ୍ଟର, କିଏ ଇଞ୍ଜିନିୟର ହେଇଛନ୍ତି। ଆଉ ଅନେକ ସାରା ଲୋକ ବାହାରେ ଅଛନ୍ତି, କିଏ ଆମେରିକା, କିଏ ଲଣ୍ଡନ, କିଏ ଦୁବାଇ, କିଏ ସାଉଦି, ବାହାରେ ବହୁତ ସବୁ କଣ୍ଟ୍ରିରେ ପ୍ରାୟ ଅଛନ୍ତି ଆମ ଏଇ ସ୍କୁଲରୁ ପାଠ ପଢ଼ିକି ଯାଇ। ଦେଖୁଛନ୍ତି ବୁଲିକି ଖ୍ରୀଷ୍ଟାନପୁର ହାଇସ୍କୁଲ। ଏଇଟା ଦେଖନ୍ତୁ ଆମର ମହାଦେବ। ଆମ ଖ୍ରୀଷ୍ଟାନପୁର ଏରିଆରେ ଏପଟ ଏରିଆର ଠାକୁରଙ୍କୁ ଡାକିଲେ ସେ ନିଶ୍ଚିନ୍ତ ଶୁଣନ୍ତି। ଅନ୍ତର ସହ ଯଦି ଭଲରେ ଠାକୁର ସେ ଡାକିବ, ନିଶ୍ଚିନ୍ତ ଆମ ମନସ୍କାମନା ପୂରଣ ହୁଏ। ପାତାଳଫୁଟି ମହାଦେବ ଏଠି। ଏ ମହାଦେବ ମନ୍ଦିର, ଠାକୁର ଶ୍ରଦ୍ଧାରେ ଯାହା ମାଗିବ ତାହା ମିଳିବ। ଆମ ଏପଟ ଏରିଆରେ ବହୁତ ମାନନ୍ତି। ଆଉ ଏଇଟା ଦେଖୁଛନ୍ତି ଖ୍ରୀଷ୍ଟାନପୁରର ମେଡ଼ିକାଲ। ଦେଖୁଛନ୍ତି ଏ ମେଡ଼ିକାଲ ଡେଭଲପ୍ ହେଇଛି ଅଳ୍ପ ବହୁତ, ଦେଖିପାରୁଥିବେ। ଆମ ଖ୍ରୀଷ୍ଟାନପୁର ଏରିଆର ମେଡ଼ିକାଲ ଏଇଟା। ଏଇଟା ହେଉଛି ବସ୍ ଷ୍ଟାଣ୍ଡ। ବହୁତ ଜିନିଷ ଦେଖେଇବି, ଚାଲନ୍ତୁ ଆସ୍ତେ ଆସ୍ତେ। ସବୁ ଖ୍ରୀଷ୍ଟାନପୁରରେ ଯାହା ସବୁ ଭଲ ଜିନିଷ ଅଛି ସବୁ ଦେଖେଇ ପାରିବେ। ଏଇ ରାସ୍ତା ସେଇ ମେଡ଼ିକାଲ ପାଖରୁ ଏଇ ରାସ୍ତାରେ ଗଲେ ବସନ୍ତ ଛକ ପଡ଼ିବ, ତାପରେ ଆଖୁନମଲା ଛକ ବି ପଡ଼ିବ। ସେଇଟା ହେଉଛି ଖ୍ରୀଷ୍ଟାନପୁରର ସବୁଠୁ ବଡ଼ ମାର୍କେଟ। ଚାଲନ୍ତୁ ଦେଖିବେ ଖ୍ରୀଷ୍ଟାନପୁରର ସବୁଠୁ ବଡ଼ ମାର୍କେଟ। ଆଉ ପଛରେ ଦେଖେଇବି ଆପଣଙ୍କୁ ଖ୍ରୀଷ୍ଟାନପୁରର ବଡ଼ ଭେଜିଟେବୁଲ ମାର୍କେଟ, ଯେଉଁ ପରିବା ହାଟ ପଡ଼େ, ସେ ପଛରେ ଦେଖିବେ। ଏଇଟା ମାର୍କେଟ ଦେଖିଦିଅନ୍ତୁ। ଏ ମାର୍କେଟ ବହୁତ ଭଲ ମାର୍କେଟ। ଆମ ଖ୍ରୀଷ୍ଟାନପୁରରେ ସବୁଠୁ ବଡ଼ ମାର୍କେଟ। ସକାଳ 8ରୁ ରାତି 10ଟା ଯାକେ ଖୋଲା ରହୁଛି ମାର୍କେଟ। ଆସ୍ତେ ଆସ୍ତେ ସବୁ ଘର ହେଉଛି, ଆହୁରି ମାର୍କେଟ ବଢ଼ୁଛି। ଏ ବ୍ରିଜ ପାଖକୁ ବି ଯିବା ପାଇଁ ରାସ୍ତା ଏଇଟା। ଏ ରାସ୍ତା ବ୍ରିଜ 2 ବର୍ଷ ପାଖାପାଖି ବ୍ରିଜଟା ହେଇଛି। 2 ବର୍ଷ ପାଖାପାଖି ହେଲା ହେଇଯାଇଛି। ସେଇ ରାସ୍ତା ସେ ବ୍ରିଜ କତିକି ଯିବ, ଦେଖିବେ। ଏଇଟା ଦେଖନ୍ତୁ ବସନ୍ତ ଛକ ମାର୍କେଟ। ଏ ବହୁତ ଭଲ ମାର୍କେଟ। ଏପଟେ ଆମର ଖ୍ରୀଷ୍ଟାନପୁର ଏରିଆ, ବିଶନପୁର, କୋଲଟା, ଏସବୁ ଏ ମାର୍କେଟ ଉପରେ ନିର୍ଭର କରନ୍ତି। ଏପଟ ଏରିଆରେ ଏଇଟା ବଡ଼ ମାର୍କେଟ ଆମର। ଦେଖୁଛନ୍ତି ଏ ମାର୍କେଟରେ ପ୍ରାୟ ଟାଇମ୍ ଭିଡ଼ ରହନ୍ତି। ଏଠି ହିନ୍ଦୁ ମୁସଲମାନ ସବୁ ଏକ। ଏଠି ସମସ୍ତେ ମିଶି ମାସି ରହନ୍ତି, କେହି କାହାର ଝଗଡ଼ା ଝାଟି ଏଠି କିଛି ନାହିଁ। ବହୁତ ଭାଇଚାରା। ଓଡ଼ିଶାର ସବୁଠୁ ଇଏ ଖ୍ରୀଷ୍ଟାନପୁର ଏରିଆ ଭଲ ଏରିଆ, ଜଗତସିଂହପୁର ଡିଷ୍ଟ୍ରିକ୍ଟ ଭିତରେ। ଏଠି ହିନ୍ଦୁ ମୁସଲମାନ ସବୁ ଏକ। ସମସ୍ତେ ଏଠି ଭଲ ଲୋକ। ଚାଲନ୍ତୁ ଦେଖିବା, ନୂଆ ବ୍ରିଜ ହେଇଛି, ନୂଆ ବ୍ରିଜ ପାଖକୁ ଯିବା ଦେଖିବା। ଏଇ ମାର୍କେଟଟା ଦେଖୁଛନ୍ତି ବସନ୍ତ ଛକ, ଏଇଟା ଆଖୁନମାଲ ଛକ। ଆମ ଏପଟେ ଏରିଆ ପ୍ରାୟ ଲୋକ ସାଉଦିରେ ରହନ୍ତି। ବାହାର କଣ୍ଟ୍ରିରେ ଅଧିକ ଲୋକ ରହନ୍ତି। ଅଧିକ ମୁଖ୍ୟ ରୋଜଗାର ହେଲା ବାହାର କଣ୍ଟ୍ରିରେ ରହିବା। ସେଠିକା ପଇସା ଆସେ ଏଠିକି ଇଣ୍ଡିଆକୁ ବା ଓଡ଼ିଶାକୁ ବା ଜଗତସିଂହପୁରକୁ ବା କୁଷ୍ଠାନନ୍ଦପୁରକୁ। ବାହାର କଣ୍ଟ୍ରିରେ ପଇସା ଅଧିକ ଅଛି ଏଠି। ଏଇ ଦେଖ ନୂଆ ବ୍ରିଜ ହେଇଛି, ଆସ୍ତେ ଆସ୍ତେ ଯିବା ସେଠିକି ଦେଖିବା। ଚାଲନ୍ତୁ ଆସ୍ତେ ଆସ୍ତେ ଦେଖିଲେ ସବୁ କିଛି ଦେଖିପାରିବେ। ସେଇଥିପାଇଁକା ଆସ୍ତେ ଆସ୍ତେ ଆପଣଙ୍କ ଭିଡ଼ିଓ ସବୁ ଦେଖେଇଛି। ଥରେ ତ ଦେଖିବେ ଖ୍ରୀଷ୍ଟାନପୁର ଏରିଆ କେମିତିଆ, ଭଲକି ଦେଖିଦିଅନ୍ତୁ। ଏ ଯାହା ଯାହା ସବୁ ଦେଖିବେ, ଏସବୁ ଯେଉଁ ମୁଖ୍ୟ ଖ୍ରୀଷ୍ଟାନପୁର ପଞ୍ଚାୟତର ସବୁ ମୁଖ୍ୟ ଜିନିଷ ସବୁ ଦେଖୁଛନ୍ତି। ଆଉ ତ ଗଳି ରହିଲା, ସେ ଗଳି ଫଳି ତ ସବୁ ଦେଖେଇ ହେବନି ଭିଡ଼ିଓରେ।
ସେଥିଲାଗି ଯାହା ଅଳ୍ପ ବହୁତ ଆପଣମାନଙ୍କୁ ଦେଖେଇଛି। ଆପଣମାନେ ଦେଖିକି ଟିକେ ଲାଇକ୍ କରିଦେବେ ଯଦି ଇଣ୍ଟରେଷ୍ଟ ହେବ ଅନ୍ୟ ଗାଁ ଦେଖିବା ପାଇଁକା, ବା ଦେଖିବାକୁ ବି ଚେଷ୍ଟା କରିବି ଭଲ ଜିନିଷ। এই ବ୍ରିଜ କତିକି ଯିବା, ବ୍ରିଜଟା ଦେଖିବେ ଏଇ ନୂଆ ବ୍ରିଜ ହେଇଛି। ଆମ ଜଗତସିଂହପୁର ଯେମିତି ପଢ଼ା ଲେଖାରେ ଶିକ୍ଷିତରେ ନମ୍ବର 1, ସେମିତି ଆମ ପଞ୍ଚାୟତ ବି ବହୁତ ଶିକ୍ଷିତରେ ନମ୍ବର 1। এই ବ୍ରିଜଟା ନୂଆ ହେଇଛି, ଦେଖି ନିଅନ୍ତୁ। ଏଠି ଫିଲ୍ଡ, ଏଠି ଖେଳନ୍ତି। ନା କେତେ ବର୍ଷ ହେବ ଏଠି ମୀନା ବଜାର ପଡ଼ୁଛି। ମୀନା ବଜାର ସରିଗଲା, ମାସେ ଖଣ୍ଡେ ହେବ ସରିଗଲା। ସେ ବ୍ରିଜ ପାଖରେ ଦେଖ ଅଛି ମନ୍ଦିର ଗୋଟେ। ମନ୍ଦିରରେ ଦେଖୁଛନ୍ତି ଗଛ ଚାରିପଟ ବହୁତ ଭଲ ଲାଗେ। ସାଇଡ଼ରେ ଦେଖିବ ଯେଉଁଠି ଗଛପତ୍ର ଅଛି ସେଇଠି ତ ବହୁତ ଭଲ ଲାଗିବ। ପାହାଡ଼ ଜଙ୍ଗଲ ଅଫସୋସ ଆମ ଜଗତସିଂହପୁରରେ ନାହିଁ। ପାହାଡ଼ ନାହିଁ କି ଝରଣା ନାହିଁ, ବାକି ସବୁ କିଛି ଅଛି। ବହୁତ ବଢ଼ିଆ ଲାଗିବ। ଏଠି ମନ୍ଦିର ଦେଖିଲ, ଏଠି ମସଜିଦ୍ ଦେଖ। ଏଠି ସବୁ କିଛି ଅଛି, ମନ୍ଦିର ମସଜିଦ୍ ସବୁ ଅଛି ଏଠି। ଆଉ ଏଇଟା ହେଲା ଖ୍ରୀଷ୍ଟିଆନପୁରର ଥାନା। ସମସ୍ତେ କେହି ଚାହଁ ନା ଏଠିକି ଆସିବା ପାଇଁକା। ଥାନା ଗୋଟେ ଏମିତିଆ ଜିନିଷ, ସେଠିକି କେହି ନ ଯିବାକୁ ଚାହଁ। ଭଲ ଲୋକ କେବେ ବି କିଏ ଯିବେନି, ମୁଁ ଜାଣିଛି। ଆଉ କେହି ସେମିତିଆ କାମ କରେ ନା ଏ ଜାଗାକୁ ମାଟି ମାଡ଼ିବାକୁ ପଡ଼ିବ ଯେମିତି। ବାସ୍ ଟିକେ ଦେଖିଦିଅନ୍ତୁ, ନୂଆ ନୂଆ କାମ ସବୁ ହେଉଛି। ଥାନା ଆମର ଏବେ ହେଇଛି, ଆଗରୁ ଫାଣ୍ଡି ଥିଲା। ଇଏ ଦେଖ ଖ୍ରୀଷ୍ଟିଆନପୁର ମାର୍କେଟ, ଭେଜିଟେବୁଲ ମାର୍କେଟ ବା ସାଉଦି ହାଟ ଯେଉଁ କହନ୍ତି, ଏଇଟା ହେଉଛି ସାଉଦି ହାଟ। କ'ଣ ପାଇଁ ସାଉଦି ହାଟ ହେଇଛି ଜାଣିଛନ୍ତି ଆପଣମାନେ? ଏଠିକା ଲୋକ ପ୍ରାୟ ସାଉଦିରେ ରହୁଥିଲେ ଆଗେ। ଏବେ ସବୁ ଦୁବାଇ, କତାର, ଆମେରିକା, ଲଣ୍ଡନ ସବୁଆଡ଼େ ରହିଲେ, କିନ୍ତୁ ଆଗରୁ ପ୍ରାୟ ସାଉଦିରେ ରହୁଥିଲେ। ସେଥିଲାଗି ଏ ହାଟ ନାଁ ଦିଆଯାଇଛି ସାଉଦି ହାଟ। ବୋଲି ଆପଣମାନେ ଦେଖୁଛନ୍ତି। ଏଇନା ସକାଳୁ ସକାଳୁ ହାଟରେ ଲୋକ କମ୍ ଆସିଛନ୍ତି, ଆସ୍ତେ ଆସ୍ତେ ସବୁ ଆସୁଛନ୍ତି। ଦେଖିଦିଅନ୍ତୁ, ଏ ହାଟ ବହୁତ ଭଲ ଲାଗିବ। ଏ ହାଟ ଯେମିତିଆ ଜାଗା, ଯେମିତି ଆଗରୁ ଚାଳ ଘର ଥିଲା, ସବୁ ଭାଙ୍ଗି ଯାଇଛି। ଏଠି ବର୍ଷା ଦିନେ ଟିକେ ପ୍ରୋବ୍ଲେମ୍ ଭାଙ୍ଗିଯାଏ, କିନ୍ତୁ ତାପରେ ବି ଏ ଜାଗା ବହୁତ ଭଲ। ଏଠି ଚାରିକର ଆମ୍ବ ଗଛ ଅଛି, ସବୁବେଳେ ଛାଇ। ଏଠି ଛାଇ ତଳେ ଲୋକ ବସିକି ପରିବା ବିକନ୍ତି। ସକାଳୁ ସକାଳୁ ମାର୍କେଟ ଖୋଲୁଛି, ଲୋକ ଅଳ୍ପ ଅଳ୍ପ ଆସୁଛନ୍ତି। ସକାଳ 6ଟାରୁ ସକାଳ 6ଟାରୁ ଦିନ 12ଟା ଯାକେ ଖୋଲା ରହେ। ପ୍ରତ୍ୟେକ ବୁଧବାର, ରବିବାର ଦିନ ଖୋଲା। ସକାଳ 6ରୁ ଦିନ 12, ପ୍ରତ୍ୟେକ ବୁଧବାର, ପ୍ରତ୍ୟେକ ରବିବାର। ଏ ହାଟ ଦେଖୁଛନ୍ତି କେତେ ସୁନ୍ଦର ପ୍ରାକୃତିକ। ଆମ୍ବ ତୋଟା, ଆମ୍ବ ଗଛ ତଳେ ବସିଛନ୍ତି ସବୁ, ବେପାର ଚାଲିଛି। ଆପଣମାନେ ଦେଖିଲେ ସବସ୍କ୍ରାଇବ୍ କରିବେ। ଏଇ ହେଲା ଆମ ଖ୍ରୀଷ୍ଟିଆନପୁରର ସୁନ୍ଦର ପଞ୍ଚାୟତ। ଦେଖିଲେ ଆପଣମାନେ। ଆଉ ଏମିତି ବହୁତ ସାରା ଭିଡ଼ିଓ ଦେଖିବା ପାଇଁକା ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ବହୁତ ଭିଡ଼ିଓ ଦେଖିପାରିବେ। ଆମ ଖ୍ରୀଷ୍ଟିଆନପୁର କେତେ ଭଲ ଲାଗିଲା ଆପଣମାନେ ଜଣାଇବେ। ଥ୍ୟାଙ୍କ ୟୁ।